ହ୍ୟାଲୋ ହାଇ ଫ୍ରେଣ୍ଡସ୍, ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଉନୱାଳି। ତ ଆମେମାନେ ବାହାରି ଯାଇଥିଲୁ ମାର୍କେଟ। ତ ମାନେ ଏମିତି ସ୍ପେଶାଲ୍ ଜାଗାକୁ ଯାଇଥିଲୁ ଯେ ସେଠି ଫିକା ପଡ଼ିଗଲା ସବୁକିଛି, ତ ପଳେଇ ଆସିଲୁ। ତ ଭାବିଲୁ ଯାଉଛୁ ମାର୍କେଟ, ତ ମୁଁ କିଛି ଭିଡ଼ିଓଟା ବନେଇଥିଲି। ବେଶୀ କିଛି ଭିଡ଼ିଓ ବନେଇନି, ଖାଲି ବାସ୍ ଗାଡ଼ିରେ ଯାଉଛି ସେ ଭିଡ଼ିଓ ହିଁ ବନେଇ ଦେଇଛି। ଆଉ ଦେଖିପାରୁଥିବେ, ଆଉ ଖାଲି ବାଇକ୍ରେ ଯିବା। ଆଉ ମାର୍କେଟ ବିଲ୍ଡିଂ ଯାଇଥିଲୁ କାହିଁକିନା ଗୋଟେ ପୋଡ଼ା ଯେଉଁ ହୁଏ ସେକୁ ଆଣିବାର ଥିଲା। କାହିଁକିନା ମୋର ଇଚ୍ଛା ଥିଲା ମାଛ ପୋଡ଼ା ଖାଇବା ପାଇଁ, ବଟ୍ ଆପଣଙ୍କ ଭାଇନା ଆଣିଥିଲେ ଛତୁ ପୋଡ଼ିବା ପାଇଁକା। ତ ସେଥିପାଇଁ ଆମେ ଯାଇଥିଲୁ। ତ ଆଗକୁ ଦେଖନ୍ତୁ ଭିଡ଼ିଓ ନେକ୍ସଟ ଡେର। ଆଜି କିଛି ଭିଡ଼ିଓ ବନେଇବାନି, ତ ଦେହଟା ଜମା ବି ଭଲ ଲାଗୁନି। କାହିଁକି ଜଣେ ଏମିତି ଲାଗୁଛି। ଏବେ ଠିକ୍ ଠାକ୍ ଥିଲା, ସବୁ ଠିକ୍ ଠାକ୍ ରହୁଛି, ବଟ୍ କ'ଣ ହେଉଛି କେଜାଣି। ତ ଛାଡ଼ନ୍ତୁ, କିଛି ଭିଡ଼ିଓ ବନେଇନି। ବାସ୍ ଯେତେବେଳେ ଯଜ୍ଞ ହେଉଥିଲା ଆମ ଗାଁରେ, ମୁଁ ଯାଇଥିଲି ପାଣି ଢାଳିବାକୁ। ଆଉ ସେତେବେଳେ କିଛି କୋଶ୍ଚିନ୍ ଦୁଇ ତିନି ଜଣ ପଚାରିଥିଲେ, ମୋତେ ତ କହିନଥିଲେ, ବଟ୍ କହିଥିଲେ ସେମାନେ ମୋତେ ଆସି କହିଲେ। ବାସ୍ ସେଇମାନଙ୍କ କୋଶ୍ଚିନ୍ର ଆନ୍ସର୍ ଦେଉଛି। ତ ହଁ, ମୁଁ ଯେତେବେଳେ ଅନମ୍ୟାରେଡ୍ ଥିଲି ସେତେବେଳେ ମୁଁ ପଣା ସଂକ୍ରାନ୍ତି ଠାରୁ ଆମିଷ ଛାଡ଼େ, ନନଭେଜ୍। ତ ଏ ବର୍ଷ ବି ଛାଡ଼ିଥିଲି ପଣା ସଂକ୍ରାନ୍ତି ଠାରୁ ନନଭେଜ୍। ତ 21 ଥର ପାଣି ଢାଳେ, 4ଟା ରାତିରୁ ଯାଏ 21 ଥର ପାଣି ଢାଳେ। ସେ ପୁଣି ପୋଖରୀରେ ବୁଡ଼ିକି ପାଣି ନେଇକି ଯାଏ। ଯେହେତୁ ଏଥରକ ପ୍ରେଗନେଣ୍ଟ ଥିଲି, ତ ମୋତେ ବି ମା ମନା କରୁଥିଲା, ବଟ୍ ସବୁଥର ଯେହେତୁ ପାଣି ଢାଳେ, ତ ଏ ବର୍ଷ ଢାଳିବା ପାଇଁ ମନା କଲେ ବି ମୋତେ କାହିଁକି ଲାଗିଲାନି ଠିକ୍। ତ ସେଥିପାଇଁକା ମୁଁ ଯାଇଥିଲି ପାଣି ଢାଳିବା ପାଇଁ। ଶୁକ୍ରବାର ଯାଇ ପହଞ୍ଚିଲି, ଆଉ ସଟର୍ଡେରେ ପାଣି ଢଳା ଥିଲା। ତ ଆପଣମାନେ ଭାବୁଥିବେ ସଟର୍ଡେ କହୁଛି, ତ ଭାଇଙ୍କ ନା, ତ ସେଥିପାଇଁ କହିବିନି। ତ ସଟର୍ଡେରେ ପାଣି ଢଳା ଥିଲା, ଶୁକ୍ରବାର ଯାଇ ପହଞ୍ଚିଲି। ସଟର୍ଡେରେ ମୁଁ ସଟର୍ଡେରେ 4ଟା ରାତିରୁ ମୁଁ ଯାଇନଥିଲି। ଗାଧେଇକି ଘରୁ ଶାଢ଼ୀ ପିନ୍ଧିକି ଯାଇଥିଲି, କାହିଁକିନା ମୁଁ ପୋଖରୀକି ଯିବିନି ଭିତରକୁ, କାହିଁକିନା ସେତେବେଳେ ପ୍ରାୟ 3 ମାସ କି 3.5 ମାସ ହେଇଥିଲା, କି 4 ମାସ ଏମିତି କ'ଣ ହେଇଥିଲା ହେଇଥିଲା। ତ କିଛି ବି ପ୍ରଭାବ ପଡ଼ିବ ବେବି ଉପରେ, ତ ସେଥିପାଇଁକା ତ ମୁଁ ଘରୁ ଶାଢ଼ୀ ପିନ୍ଧିକି ଯାଇଥିଲି। 5 ଥର ହିଁ ଢାଳିଲି, କାହିଁକିନା ସେତିକି କ୍ଷମତା ନଥିଲା, ଯେ ସକ୍ଷମ ନଥିଲି ଯେ ମାନେ ମୁଁ ପାଣି ପୋଖରୀରୁ ନେଇକି ଯାଇକି ଠାକୁରଙ୍କ ମୁଣ୍ଡରେ ଢାଳିବା। ମାନେ ମୁଁ ଥରେ ବାସ୍ ଢାଳିଛି, ମାନେ ଆଉ ପେସେନ୍ସ ନଥିଲା ଯେ ମୁଁ ଯାଇକି ଢାଳିବି ବୋଲି। ମାନେ ସତ କଥା, ଠାକୁରଙ୍କୁ ମୁଁ କହିଲି, ଆଉ ଠାକୁରେ ମୋତେ ବେଶୀ ଦରକାର ନାହିଁ, 5 ଥର ହିଁ ଢାଳି ଦିଏ, ଆଉ ବେଶୀ ଢାଳି ପାରିବିନି। ସେତିକି ସକ୍ଷମ କର, ମୁଁ 5 ଥର ଢାଳିଦିଏ। ଯାହା ହଉ, ମାନେ ଠାକୁରଙ୍କ କୃପା, ମୁଁ 5 ଥର ଢାଳିବାର ମାନେ ସେତିକି ପେସେନ୍ସ ଆସିଲା। କିନ୍ତୁ ମୁଁ ଫାଷ୍ଟ ଥର ଢାଳିଥିଲି, ମୋ ଦେହ କ'ଣ ହେଇଗଲା, କାହିଁକିନା ସେଇ ଟାଇମ୍ଟା ହିଁ 3rd ମନ୍ଥ, ସେ ଟାଇମ୍ଟା ହିଁ ବେଶୀ ଇଏ। ଏବେ ବି ପେସେନ୍ସ, ମାନେ ଏତେ ବି ଭାରି କାମ କରିପାରିବିନି, ଆପଣମାନେ ଜାଣିଥିବେ। ତ କିଛି ଜଣ କହିଲେ କି ବାହାଘର ପୂର୍ବରୁ କେତେ ବୁଡ଼ିକି ପାଣି ଢାଳୁଥିଲା, ଏବେ
ଷ୍ଟାଇଲ ମାରିକି ବାହା ହେଇସାରିଲା, ଯେମିତି ଷ୍ଟାଇଲ ମାରିକି ଆସିକି ଶାଢ଼ୀ ପିନ୍ଧିକି ପାଣି ମୁଠା ନେଇକି ଢାଳୁଛି। ତ ମୁଁ ଏଇ କାରଣରୁ ହିଁ ଢାଳି ନଥିଲି, ହେଲେ ଅଲଗା କିଛି ବି କାରଣ ନାହିଁ। ତ ଯେହେତୁ ଆପଣମାନେ ଜାଣିନଥିଲେ ତ ଏଇଟା କହିବା ସ୍ୱାଭାବିକ କଥା। ମୁଁ ବି ସେ ଜାଗାରେ ଥିଲି, ମୁଁ ବି କହିଥାନ୍ତି। ତ ମୁଁ ସେଥିପାଇଁ ମାଇଣ୍ଡ କରିନି ଅବଶ୍ୟ, ବଟ୍ ଆପଣମାନେ ଯେହେତୁ ଆପଣମାନଙ୍କର କିଛି କ୍ୱେଶ୍ଚିନ୍ ଥିଲା ତ ସେଇଟା ମୁଁ ଆପଣଙ୍କୁ ଜଣେଇ ଦଉଛି। ଆଉ ଗୋଟେ କଥା, କିଛି ଜଣ ଭାବୁଥିବେ ମୁଁ ସମସ୍ତଙ୍କ ବର୍ଥଡେ, ଆନିଭର୍ସରୀ ଏମିତି ଭଲ ଭଲ ସେଦିନ କାହିଁକି ୱିଶ୍ କରୁନି, ଆଗରୁ କରୁଥିଲି ଏବେ କାହିଁକି କରୁନି। ତ ମୁଁ ବାହାଘର ପୂର୍ବରୁ ଏମିତି କାହା ବର୍ଥଡେ ନାହିଁ, କାହା ଆନିଭର୍ସରୀ ନାହିଁ, ସମସ୍ତଙ୍କର ମୁଁ ପୋଷ୍ଟ କରେ। ଯେବେଠୁ ମୁଁ ମ୍ୟାରେଜ କଲି ତ ସେବେଠୁ ମୋ ନିଜ ଯୋଉମାନଙ୍କର ମୁଁ ବାହାଘର ପୂର୍ବରୁ ପୋଷ୍ଟ କରେ ସେମାନଙ୍କର ନିଜର ସେମାନେ ୱିଶ୍ କରନ୍ତି ଅବଶ୍ୟ, ବଟ୍ ମୋର କିଛି ବି ପୋଷ୍ଟ କରିନାହାନ୍ତି। ତ ଏଇଟା ହଉଛି ପୋଷ୍ଟ ନ କଲେ ବି କିଛି ପ୍ରୋବ୍ଲେମ୍ ନାହିଁ ଅବଶ୍ୟ, ବଟ୍ ମୁଁ ସମସ୍ତଙ୍କ ରାତି 12ଟାରେ ଅନେଇଥିବି ସମସ୍ତଙ୍କୁ ୱିଶ୍ କରିବା ପାଇଁ। ଯେତେବେଳେ ସେଟା ମୋତେ ୱିଶ୍ କରା ନଯିବ ସେଟା ମୋତେ ଯାହା ବି ହେଲେ ବାଧିବ। ସେଥିପାଇଁକା ମୁଁ କାହାର ଫଟୋ ପୋଷ୍ଟ କରେନି। ବାସ୍ ସେମାନେ ଯେମିତି ମୋତେ ୱିଶ୍ କରନ୍ତି ମୁଁ ସେମିତି ୱିଶ୍ କରେ। ପୋଷ୍ଟ କୋଉମାନଙ୍କର କରେ, ଯୋଉମାନେ ମୋର ପୋଷ୍ଟ କରିଥାନ୍ତି। କାହିଁକି ନା ଯୋଉମାନେ ମୋତେ ସେତିକି ଇମ୍ପୋର୍ଟାଣ୍ଟ ବୋଲି ଭାବିବେ ମୁଁ ସେମାନଙ୍କୁ ଇମ୍ପୋର୍ଟାଣ୍ଟ ବୋଲି ଭାବିବି। ସେଥିପାଇଁକା ମୁଁ କରେନି କାହାର। ଯୋଉମାନଙ୍କର କରେ ସେମାନେ ମୋର ପୋଷ୍ଟ କରନ୍ତି। ଆପଣମାନେ ଭାବୁଥିବେ ଆଗରୁ ବାହାଘର ପୂର୍ବରୁ ମୋତେ ଆମର ପୋଷ୍ଟ କରୁଥିଲା, ମୋର ପୋଷ୍ଟ କରୁଥିଲା, ବଟ୍ ଏବେ କାହିଁ କରୁନି। ତ ଏଇଗୁଡ଼ା ହଉଛି ରିଜିନ୍। ତ ଯୋଉମାନେ ଏମିତି ଭାବୁଛନ୍ତି ତ ସେମାନେ ଆନ୍ସର ପାଇଯାଇଥିବେ। ସେକେଣ୍ଡ କ୍ୱେଶ୍ଚିନ୍, ଥାର୍ଡ କ୍ୱେଶ୍ଚିନ୍, ମୋତେ ଯୋଉମାନେ ଇମ୍ପୋର୍ଟାଣ୍ଟ ବୋଲି ଭାବନ୍ତି ମୁଁ ସେମାନଙ୍କୁ ଇମ୍ପୋର୍ଟାଣ୍ଟ ଭାବିବା ଦରକାର। କାହିଁକି ନା ଆଜିକାଲି ଯୁଗରେ ମାନେ ସମସ୍ତେ ସ୍ୱାର୍ଥ ଦେଖନ୍ତି। ସ୍ୱାର୍ଥ ସରିଗଲେ କେହି ବି ଆପଣଙ୍କୁ ପଚାରିବେନି। ତ ସେଥିପାଇଁକା ଆପଣମାନେ ଦୟାକରି ତାହା ପାଇଁ ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ କରନ୍ତୁନି। ଆଉ ଯୋଉମାନେ ଆପଣଙ୍କୁ ଇମ୍ପୋର୍ଟାଣ୍ଟ ଭାବୁଛନ୍ତି, ଆପଣଙ୍କ ପାଇଁ ସବୁବେଳେ ରହୁଛନ୍ତି, ଆପଣଙ୍କୁ ସ୍ପେଶାଲ ଫିଲ୍ କରିବା ପାଇଁ ଆପଣଙ୍କୁ ସବୁବେଳେ ଭଲ ପାଇବା ଦଉଛନ୍ତି, ତ ସେଇମାନଙ୍କୁ ଆପଣମାନେ ବି ସ୍ପେଶାଲ ଫିଲ୍ କରନ୍ତୁ, ଭଲ ପାଇବା ଦିଅନ୍ତୁ। ଆଉ ଯୋଉମାନେ ଆପଣଙ୍କୁ ଇଗ୍ନୋର କରୁଛନ୍ତି ସେମାନଙ୍କୁ ଆପଣ ବି ଇଗ୍ନୋର କରନ୍ତୁ। କାହିଁକି ନା ଏଇଟା ହଉଛି ମିଛମାୟା ସଂସାର। ମୁଁ ସେମିତି କରେନି, ଏବେ ଅବଶ୍ୟ ସେମିତି କରିବା ପାଇଁ ଚେଷ୍ଟା କରୁଛି। କାହିଁକି ନା କେହି କାହାର ନୁହନ୍ତି। ଆପଣମାନେ ଦେଖୁଛନ୍ତି ବର୍ଥଡେରେ ମାନେ ଆଗରୁ ସମସ୍ତଙ୍କର ମୁଁ ପୋଷ୍ଟ କରେ, ବାର୍ଥଡେ ଦେଲେ ସମସ୍ତଙ୍କୁ ୱିଶ୍ କରେ, ବଟ୍ ସମସ୍ତେ କାମ ବହୁଳ ଦେଖେଇ
ସେଥିପାଇଁ କାହାକୁ ଇମ୍ପୋର୍ଟାଣ୍ଟ ଭାବନ୍ତୁନି, ଯେଉଁମାନେ ଆପଣଙ୍କୁ ଇମ୍ପୋର୍ଟାଣ୍ଟ ଭାବୁଛନ୍ତି ଆପଣ ସେଇମାନଙ୍କୁ ଇମ୍ପୋର୍ଟାଣ୍ଟ ଭାବନ୍ତୁ। ଆଉ ଢେର ସାରା ଆପଣ ଏନ୍ଜୟ କରନ୍ତୁ, କାହିଁକିନା ମଣିଷ ଜୀବନ କେଇ ଦିନର। ତାପରେ ରାଗ ହିଂସା କରିବା ଦରକାର ନାହିଁ। ଯିଏ ଆପଣଙ୍କୁ ଭଲ ପାଉଛି ସେମାନଙ୍କୁ ଆପଣ ଭଲ ପାଆନ୍ତୁ, ଆଉ ଯେଉଁମାନେ ଆପଣଙ୍କୁ ଘୃଣା କରୁଛନ୍ତି ଆପଣ ବି ସେମାନଙ୍କ ଠାରୁ ଦୂରେଇ ଯାଆନ୍ତୁ। ଏଇଟା ହିଁ ଆପଣଙ୍କ ପାଇଁ ବେଟର। ତ ମୋ ଦେହଟା ଭଲ ନଥିଲା, ତ ଦିନ ସାରା ହିଁ ଆଜି ଶୋଇଛି। ସକାଳୁ ଉଠି ଆପଣ ଭାଇନାଙ୍କୁ ଯେମିତି ଡେଲି ରୁଟିନରେ ଖାଇବା କରିଦିଏ, ଚା'ଟା ଖାଇଦେଇ ସେ ପଳେଇଲେ, ତ ମୁଁ ମୋର ଖାଇବା ବନେଇଦେଲି। ଗାଧେଇକି ଖାଇବା ବନେଇଦେଲି, ତାପରେ ଗାଧେଇକି ଠାକୁର ପୂଜା କରିଦେଲି, ତାପରେ ଖାଇବା ବନେଇଦେଲି। ସେତେବେଳେ 9ଟା ବେଳଠାରୁ କାମ ସରିଲାଣି। ଶୋଇଛି ଯେ ଆପଣ ଭାଇନା ବି ଫୋନ୍ କରିଛନ୍ତି, ମୋତେ ଏତେ ଦେହ ବ୍ୟସ୍ତ ଲାଗୁଛି ଫୋନ୍ ବି ଉଠେଇ ପାରିନଥିଲି। ଉଠିଲି 12ଟା ବେଳେ, ମାନେ ଏମିତି ଦେହ ବ୍ୟସ୍ତ। ମଝିରେ ଉଠିଥାଏ ଖାଇଦେଇକି ପୁଣି ଶୋଇପଡ଼ିଥାଏ, କାହିଁକିନା ଭୋକ ଜବର, ଭୋକ କରୁଥାଏ ଉଠୁଥାଏ। ତାପରେ 12ଟା ବେଳଠାରୁ ପୁଣି ଖାଇଦେଇକି ତ ଭାଇନାଙ୍କ ସହିତ କଥା ହେଲି, କାହିଁକିନା ଫୋନ୍ କରିଥିଲେ, ତାଙ୍କ କଲ୍ ବ୍ୟାକ୍ ଦେଲି, ତାପରେ କଥା ହେଉଛି। ତାପରେ ତାପରଠାରୁ ଶୋଇଥିଲି। ଦେହଟା ଭଲ ଲାଗୁନି ନା, ଏମିତି ଅଜବ ଅଜବ ଲାଗୁଛି। ଜାଣିନି କେତେ ଦିନ ଏମିତି ହବ। ଆଉ ଆଡ଼େ ବି କିଛି ସଜ ହବା ପାଇଁ କିଛି ମାନେ କିଛି ବି ଭଲ ଲାଗୁନି। ମାନେ ଟାଇମ୍ଟା ଏମିତି ଯେ ନା କୁଆଡ଼େ ବୁଲାବୁଲି କରିବା ପାଇଁ ଇଚ୍ଛା ହଉଛି ନା କିଛି ବି। ବାସ୍ ଖାଲି ଚାଲୁଥିଲି ଏପଟ ସେପଟ ହେଇକି, କାହିଁକିନା ଚାଲିବା ପାଇଁ ଡକ୍ଟର କହିଥିଲେ। ତ କେତେ ବି ଭଲ ଲାଗୁନି, ତ ରେଷ୍ଟ କରୁଥିଲି। ଆଉ ଆପଣମାନଙ୍କ ପାଇଁ ତ ଆଜି ଭିଡ଼ିଓ କିଛି ନାହିଁ, ତ ଭାବିଲି ଆପଣମାନଙ୍କ ସହିତ ସେୟାର କରିଦେବି କିଛିଟା, ସେୟାର କରିଦେଲି। ଆଉ ଭାବୁଛି ଭିଡ଼ିଓଟା ଭଲ ଲାଗିଥିବ। ଆଉ ଏଇ ଅନୁଚିନ୍ତାଟା ଆପଣମାନେ ନିହାତି ଆପ୍ଲାଏ କରିବେ। ଯେଉଁମାନେ ଆପଣଙ୍କୁ ଇମ୍ପୋର୍ଟାଣ୍ଟ ବୋଲି ଭାବୁଛନ୍ତି ଆପଣ ନିହାତି ତାଙ୍କୁ ଇମ୍ପୋର୍ଟାଣ୍ଟ ବୋଲି ଭାବିବେ, ସ୍ପେଶାଲ ଫିଲ୍ କରିବେ। ତ ଭାବୁଛି ଭିଡ଼ିଓ ଭଲ ଲାଗିଥିବ। ଫେସବୁକ୍ ଆଉ ଇନଷ୍ଟାକୁ ଆପଣ ଫଲୋ କରିଦେବେ ପ୍ଲିଜ୍। ଆଉ ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିଦେବେ, ସେୟାର ମଧ୍ୟ କରିଦେବେ, ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, କାହିଁକିନା ନୂଆ ଭିଡ଼ିଓ ଆସିଲେ ଆପଣମାନେ ଦେଖିବେ। ତ ଆଗକୁ ବହୁତ ସାରା ଭିଡ଼ିଓ ଆସିବାର ଅଛି ନା, ତ ଆପଣମାନେ କେମିତି ଦେଖିବେ କହିଲେ? ତ ଏମିତି କିଛି, ତ ଭାବୁଛି ଭିଡ଼ିଓ ଭଲ ଲାଗିଥିବ। କିଛି ତ ଭିଡ଼ିଓରେ ନାହିଁ, ବାସ୍ ଏମିତି ଆପଣଙ୍କ ସହିତ କଥାବାର୍ତ୍ତା ହେଇଗଲି। ଭିଡ଼ିଓ ଭଲ ଲାଗିଥିବ, ସେଥିପାଇଁ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ। ଆଉ ରହିଲି, ଟାଟା, ବାଇ ବାଇ, ଜୟ ଜଗନ୍ନାଥ, ଜୟ ମା ଶାରଳା। লাইক কর, কমেন্ট কর, ভিডিওটা ভাইরাল কর।